हेलो सांग मैंने जय जगन्नाथ मुझे जाऊँगी मम्मी पलैले मम्मी पलैले आग आग मुझे पछरे खरा भी सेमती होना तो सेमती मु धीरे जाऊँगी वर्षा केबे होउछि वर्षा केबे होउनी सेमती आम जाऊँ बिलर आम बिलर पानी है कि नहीं थोक देखा से मझी मझे केतटा बिलर पानी है कहार भी से जानी आम गाँ लोक कि से दी तीन बिल छाड़देला आसले कि बहुत पवन भी कि सुलसुलिया पवन दौर के खुशी लगुच ये देखो आम गाँव पहाड़ के सुंदर देखा खाली से पहाड़ ऊपर गोटे पत्थर खसी जाए तो फाइनाली सांग मैंने मुझे एबे पहुँची जाइए आम बिलरे देखिपे मु पूरा आम बिल मझे अच्छी केते खरा करुची लो माँ बहुत खरा करुची सेपटे मम्मी अच्छी कौन गोटे हाणुंट शायद ए बिलटा किंतु खास लगुनि खास माने कौन तो खास लगुनि जमती कि ए बिल लगुच देखिपे खाली धूम वर्षा है खाली वर्षा है प्लस आम गाँ पहाड़ रे पत्थर मध्य पूरा पूरा टॉप रे जो पत्थर जाक अच्छी ना सेटा पूरा खसी पड़ी सेमती खसुची केते वर्ष है खसुची जन्नी लगई बापा किंतु जन्नी माल किसी भी भल है सेपटे बोईतालु जन्नी लगाई देखिपे बोईतालु गछ टिके भल लगुच किंतु जन्नी माल किसी भल है आमे रंजा भी रखी ये जो गछ मान को ये करने नहीं कि गछ मान ठिया करने बोली रंजा गुड़ाक रखाई सेटा नहीं कि सेपट गाँ देखा जाऊँ ना गोटे से गाँव लोक मैंने नहीं गले बहुत चोर आम गाँ माने आम एरिया लोक मैंने पूरा चोर क्या बाड़ कौन थी नहीं जाऊे ना पचारे ना कौन कौन कि नहीं एक नंबर चोर गुड़ा सत आ देखिपे आम बिलर घास केमी भरपूर घास पूरा घास जे घास बोईतालु तो है फुल नहीं कि फुल एटा हूँ कंदा गछ देख एटा हूँ कंदा गछ देखते तो ये मत कौन मिले हीरा हीरा पत्थर शाइनी दौर ना व्हाइट कलर हीरा हीरा आमर गाँ पाखे भी मिलूँ माने हीरा माने कौन हीरा पत्थर बाहर आमर गाँ रु लगभग गोटे 15-20 ना गोटे 15 किलोमीटर दूर रे हीरा पत्थर मिलूँ डाकलुगुड़ा ना डाकलुगुड़ा हूँ से गाँव ना एमती तो ना यहाँ तो हीरा ना यहाँ मो मिछ कौच हीरा पत्थर कहीकि मो मिछ कौच किंतु भल शाइनिंग दौर खरारे देखिपे हीरा पत्थर बाहर से गाँव जान ना
ଦେଖୁନ କେମିତି ସାଇନିଂ ଦେଉଛି, କେମିତି ସାଇନିଂ ଦେଉଛି ନା। ଏ ଦେଖ ସେମ୍ ହୀରା ପଥର ପରି ନା। ଦେଖିବା ତ କେତେ ଖରା, ମାନେ ଖରା ବହୁତ ଖରା କରୁଛି। ଦେଖ ସୂର୍ଯ୍ୟ ଦେବ କାହିଁ ବହୁତ ଖରା ପଡୁଛି, କେତେ ଖରା ପଡୁଛି। ଆଜ୍ଞା ଆମର ଛତା ଉଡ଼ିଗଲା, ଛତା ଉଡ଼ିଗଲା। ତ ସାଙ୍ଗମାନେ ମୋତେ ହେଲେ ବହୁତ ବିଜାର ଲାଗିଲାଣି ବିଲକୁ ଆସିକି। ଏ ଗଛ ଟିକେ ଆହୁରି ଅଛି କହିକି, ନହେଲେ ଖରାରେ ଆମେ କେଉଁଠି ବସିଥାନ୍ତୁ, କେଉଁଠି ରହିଥାନ୍ତୁ। ଏ ଗଛ ଗୋଟେ ଅଛି କହିକି ଆମେ ଗଛରେ ବସିଲେ। ମା ଯାଇଛନ୍ତି ଯେଉଁ ପାଣି ଛଡ଼ା ହେଇଥିଲା ନାକି, ପାଣି ଛଡ଼ା ହେଇଥିଲା ସେଟା ଛୁଣ୍ଟିବା ପାଇଁ ଯାଇଛନ୍ତି, ଛୁଣ୍ଟିବା ପାଇଁ। ଆଉ ନାଇଁ କି ଗୋଟେ ମାନେ କେଉଁ ଗଛ ମୁଁ ସେଇଟା ଜାଣିନି, କିନ୍ତୁ ଗଙ୍ଗି ଭୂତ ଅଛି, ଭୂତ ଗଙ୍ଗି ଭୂତ। ଗଙ୍ଗି ଭୂତ ମାନେ ତମେ ଓଡ଼ିଆ ଲୋକ ହେଇଥିବ ତମେ ଜାଣିପାରୁନି, ଓଡ଼ିଆ ଆଦିବାସୀ ଲୋକ ହେଇଥିବ କହିଲେ କିନ୍ତୁ ଜାଣିବେ ଗଙ୍ଗି ଭୂତ କ'ଣ ଜାଣିବେ। ସେଇ ଗଛ ନା, ସେଇ ଗଛ ନା, ସେ କେଉଁ ଗୋଟେ ଗଛରେ ଗୋଟେ ଅଛି ଗଙ୍ଗି ଭୂତ। ଆଉ ଦେଖୁଛ ନା ସେଇ ପାଖରେ ସେ ଫୁଲ ଫୁଟିଛି, ସେ ଗଛ ସେ ସାଇଡ଼ରେ, ସେଠି ମଧ୍ୟ ଗଙ୍ଗି। ସେ ପାଖରେ ଆମେ ଏ ବର୍ଷ ତଳି ପକାଇଥିଲୁ ନା, ସେ ଯେ ଅଜାଙ୍କ ପାହାଡ଼ରେ ଆମେ ତଳି ପକାଇଥିଲୁ ନା, ସେମିତି କି ଆମ ବାବା କହୁଥିଲେ ବେଶୀ ସମୟ ଏପଟେ ରୁହ ନାହିଁ, ଗଙ୍ଗି ଭୂତ ଅଛି, ଗଙ୍ଗି ଭୂତ କହୁଥିଲେ। ସେଥିପାଇଁ ମାନେ କି ନାଇଁ ହେଲେ ବି ମୁଁ ଡରିବି ନାହିଁ ତ। ସେଇଟା କ'ଣ କରିବୁ, ସେଇଟା ଆକ୍ଚୁଆଲି ନାଇଁ କି ଆମକୁ ଖାଇବାର ଇଚ୍ଛା କଲେ ଜୀବନ ନେଇଯିବ ପୁରା ଏକାଥରକେ। ଆମେ ଯେମିତି କୁକୁଡ଼ାକୁ ବେକ ମୁଡ଼ିକି ମରେଇ ଦେଉଛୁ ନା, ସେମିତି ଆମର ବେକ ମୁଡ଼ି ଦେବ, ଆମକୁ ଖାଇଦେବ। କିନ୍ତୁ ନା ଏବେ ଏଇ ଜାଗାରେ ସେମିତି କଥା କହିବାର ନାହିଁ। ମୋ ମମି ନାହାନ୍ତି କହିକି, ନହେଲେ ମୁଁ ତେବେ ଗାଳି କରିଥାନ୍ତେ ଜାଣିଛ ନା। ମୁଁ କେମିତି କହିଦେଉଛି, ମୋତେ ଡର ନାହିଁ ସେଗୁଡ଼ାକ। ଆଗ ଲୋକ ବିଲିଭ୍ କରୁଥିଲେ, ଏବେ ଲୋକ କିଏ ବିଲିଭ୍ କରୁଛନ୍ତି କହୁନ। କିନ୍ତୁ ଆମର ଏବେ ରିସେଣ୍ଟଲି ଆମ ବିଲରେ କ'ଣ ହୁଏ ନା, ଆମେ ଯେଉଁ ଏତେ ଗୁଡ଼ିଏ ବିଲ ଲଗେଇନୁ କି, ସେ ଶୁଖିଲା ଗଛଠୁ ଆରମ୍ଭ କରିକି ଆମର ଏଇ ତଳ ଯାଏଁ ଆମର ବିଲ ଅଛି ନା, ତ ମାନେ ଦୁଇ ଭାଇଙ୍କ ନାଁରେ ଅଛି ନା, ତ ସେମିତି ହେଇକି ନାଇଁ କି ଯଦି ଆମେ ଯଦି ଲାଷ୍ଟରେ ଲଗେଇଲ ବିଲ କହିଲେ, ଆମେ ନାଇକି କୁକୁଡ଼ା ପୂଜା କରାଯାଏ। ଆଉ କ'ଣ କେମିତି ଗୋଟେ ପୂଜା କରାଯାଏ ଏଠି। ସେ ହଳଦୀ ତେଲ ଆଉ ଚାଉଳ, ମାନେ ବେଶୀ ନାହିଁ, ଟିକେ ଚାଉଳ। ମୋର ତ ଆଉ ଉଡ଼ିଗଲା। ତ ସେମିତି ହେଇକି ନାଇଁକି ପୂଜା କରାଯାଏ ଏଠି ଆମର। ତାପରେ ଯେତେବେଳେ ଆମେ ଧାନ କାଟୁନା, ଧାନ କାଟିବା ଆରମ୍ଭ ହେଲେ ମଧ୍ୟ ଫାଷ୍ଟ କୁକୁଡ଼ା ଏମିତି କ'ଣ ଫାଷ୍ଟ ସେଠି ପୂଜା କରାଯାଏ। ତାପରେ ଯାଇକି ଧାନ କାଟିବା ଆରମ୍ଭ ହୁଏ। ନହେଲେ ଆଗରୁ କ'ଣ ହେବାର କହିବି ନା, ଆମର ମାନେ ଆମ ଘରେ କିଏ ଏମିତି କିଛି ମରିନାହାନ୍ତି, କିନ୍ତୁ ଆଗରେ କ'ଣ ହେବାର ମାନେ ବଳଦ ଗାଈ ଯେଉଁ ଥିଲା ନାଇକି ଆମ ଘର ଆଗରେ ଥିଲା, ଏବେ ନାହିଁ। ସେମିତି ହେଇକି ନାଇକି ମାନେ ଏବେ ବି ଅଛି ଯେ ଆମର ବଡ଼ ବାପାଙ୍କର ଅଛି, ଆମ ଘରେ ନାହିଁ, ଆମେ କିଛି ରଖିନୁ। ତ ସେମିତି ହେଇକି ସେ ବଳଦ ହେଲେ ମରିଯିବାର, କୁକୁଡ଼ା ଯାକରେ ମରିଯିବାର। ଆମେ କ'ଣ ପଶୁ ପକ୍ଷୀ କିଛି ପୋଷିଛୁ, ଛେଳି ମେଣ୍ଢା କିଛି, ସେଟା ହେଲେ ମରିଯିବାର। ଆମର ତାପରେ ଆମର ଜେଜେମା ଗୁରୁମଣି କହିବେନି କି, ଗୁରୁମଣି ଯେଉଁ ପେଜେଣୀର ରାଇଟ୍ ହ୍ୟାଣ୍ଡ ଗୁରୁମଣି, ତାଙ୍କେ ଥିଲେ ଗୁରୁମଣି ଥିଲା ସିନା, ବେଜଣୀ ଏତିକି ବି ପାୱାର ବେଶୀ ଥିଲା ତାଙ୍କର। ସେମିତି ତାଙ୍କେ ଚାଉଳ ଦେଖିବାର କ'ଣ ଦେଖିବାର କହିଲେ କି, ଏ ଆମ ବିଲର ଗଙ୍ଗି ଭୂତ ନାଇକି ମୁଁ ଖାଇଲି କହିବାର। ମୋତେ ଏମିତି ଦରକାର, ମୋତେ ଧାନ ବିଲ କଲେ କି ଧାନ ଲଗେଇଲେ କି ମାନେ ତଳି ଲଗେଇଲେ କି ଧାନ କାଟିଲେ ମୋତେ ଏମିତି ଦେବାର ଅଛି ବର୍ଷକୁ ଥରେ କହିକିନା କହିବାର ନାକି। ଆମେ ସେଇଠୁକା ବିଲ ଲଗେଇବୁ ମାନେ କୁକୁଡ଼ା ବଳି ଦିଆହେବ, ଧାନ କାଟିବୁ ମାନେ କୁକୁଡ଼ା ମରା ହେବ, ବଳି ନାହିଁ, ମରା ହେବ ଏଠି ହେଲା। ତ ଯେଉଁମାନେ ବି ଏମିତି ବଳି ବିରୋଧ କରୁଛ ନା, ତମେମାନେ ବଳି ବିରୋଧ କରୁଛ ଠିକ୍ ଅଛି, ପଶୁ ପକ୍ଷୀକୁ ମାରିବାର ନାହିଁ, ପାପ ଏମିତି କହିଦେଉଛ ନା। କିନ୍ତୁ ଏବେ ଖାଇଦେଉନ କି, ଆଇଁଷ ଖାଉନ କି, କୁକୁଡ଼ା ଛେଳି ଏଟା ଯେଉଁ ଖାଉନ କି, ସେମିତିକା ଆମେ ଯେମିତି ଖାଉଛୁ ତାଙ୍କୁ ବି ସେମିତି ଖାଇବେ। ତ ସେଟାକୁ କିଏ ବିରୋଧ କରିବନି ମୋ ଭିଡ଼ିଓ ଦେଖିକି ହେଲା, କହିଦେଉଛି ଆଗରୁ। ସେଇଠୁ ଦେଖୁଥିବେ ପଥର ଖସିଛି ପୁରା ଟପ୍ରେ, ଦେଖନ୍ତୁ ଦେଖିଛନ୍ତି ନା। ସେଠି ଗଲା 4 ବର୍ଷ ନା 5 ବର୍ଷ ପୂର୍ବରୁ ପୁରା ପଥର ବଡ଼ଟା ଖସି, ଏବେ ପୁଣି ଆହୁରି ଖସିଛି। ଘରକୁ ଆମେ ଯାଉଛୁ, ପହଞ୍ଚି ଆଇଲୁଣି,
ଏତେ ଝାଳ ମାନେ ପ୍ରବଳ ଖରା ହେଉଛି। ବାହାରଟା ଅଧେ ହେଇଛି ମାନେ ଖରା ହବ ନାହିଁ ତ କ'ଣ ହବ ନା। ଆଶା କରୁଛି ଆଜିର ମୋ ଭିଡ଼ିଓ ଭଲ ଲାଗିଥିବ। ଭଲ ଲାଗିଥିଲେ ପ୍ଲିଜ୍ ଲାଇକ୍ ସେୟାର କରିଦେବେ। ଥ୍ୟାଙ୍କ ୟୁ।